ଆଉ କିଛି ସମୟ ପରେ ମୁଣ୍ଡଳରେ ଆସି ପହଞ୍ଚିବ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଇଏ ହେଉଛି ସିଧାସଳଖ ଦୃଶ୍ୟ। ମୁଁ ମୋ ସହଯୋଗୀଙ୍କୁ ଦେଖିବାକୁ କହିବି। ଇଏ ହେଉଛି ମୁଣ୍ଡଳି ମହାନଦୀର ଦୃଶ୍ୟ, ଯେଉଁଠାରେ ବନ୍ୟା ଜଳ ଆସିବାକୁ ପହଞ୍ଚିବ କିଛି ସମୟ ପରେ, ଯାହା ସୂଚନା ରହିଛି। ଯେଉଁଭଳି ଭାବେ ଗୁରୁବାର ଦିନଠାରୁ ଯେଭଳି ଭାବେ ହୀରାକୁଦର 10ଟି ଗେଟ୍ ଦେଇ ଯେଉଁ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା, ପରବର୍ତ୍ତୀ ସମୟରେ ଗତକାଲି 2ଟି ଗେଟ୍ ବନ୍ଦ କରାଯାଇଥିଲା ଏବଂ সেই ଜଳ ଆସିବାକୁ ବର୍ତ୍ତମାନ ବିଳମ୍ବ ମଧ୍ୟ ହୋଇଛି। କାହିଁକିନା ଯେହେତୁ ଯେତେବେଳେ ଲଗାଣ ବର୍ଷା ଲାଗି ରହିଥାଏ, ତଳମୁଣ୍ଡ ମାନଙ୍କରେ ଯେତେବେଳେ ନଦୀମାନଙ୍କରେ ବର୍ଷା ଜଳ ଥାଏ, ସେ ସମୟରେ ପାଖାପାଖି ହୀରାକୁଦରୁ ମୁଣ୍ଡଳି ଆସିବା ପହଞ୍ଚିବା ପାଇଁ 36ରୁ 48 ଘଣ୍ଟା ମଧ୍ୟରେ ସମୟ ଲାଗିଥାଏ। କିନ୍ତୁ ଯେହେତୁ ବର୍ଷା କମିଛି ଏବଂ ତଳ ମୁଣ୍ଡର ଯେଉଁ ନଦୀମାନଙ୍କରେ ମଧ୍ୟ ଜଳସ୍ରୋତ ମଧ୍ୟ ହ୍ରାସ ପାଇ, ତେଣୁକରି କେଉଁଠି ନା କେଉଁଠି ଯେଉଁ ହୀରାକୁଦରୁ ଯେଉଁ ବନ୍ୟା ଜଳ ଆସି ମୁଣ୍ଡଳରେ ପହଞ୍ଚିବା ପାଇଁ ବିଳମ୍ବ ହେଉଛି। ତେବେ ଆଜି ଅପରାହ୍ନ ପରବର୍ତ୍ତୀ ସନ୍ଧ୍ୟା ସୁଦ୍ଧା ଯାହା ବନ୍ୟା ଜଳ ଆସି ପହଞ୍ଚିବ ବୋଲି ଯାହା ସୂଚନା ରହିଛି। ତେବେ 3ରୁ 4 ଲକ୍ଷ ପର୍ଯ୍ୟନ୍ତ ଯାହା କ୍ୟୁସେକ୍ ବନ୍ୟା ଜଳ ଆସିକି ମୁଣ୍ଡଳରେ ପହଞ୍ଚିବ, ଯାହା ଅନୁମାନ କରାଯାଉଛି। ବର୍ତ୍ତମାନ ମୁଣ୍ଡଳିରେ ଜଳସ୍ତର ଯେତେବେଳେ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି ପାଖାପାଖି 83,000 କ୍ୟୁସେକ୍ ଜଳସ୍ତର। କାହିଁକିନା ସକାଳେ ଜଳସ୍ତର 90,000 କ୍ୟୁସେକ୍ ଥିଲାବେଳେ ବର୍ତ୍ତମାନ ତାହା ଜଳସ୍ତର ଧୀରେ ଧୀରେ ହ୍ରାସ ପାଇଛି। କିନ୍ତୁ କାହିଁକିନା ଯେହେତୁ ବର୍ଷା ପରିମାଣ କମିଛି ଏବଂ ତଳମୁଣ୍ଡ ଯେଉଁ ନଦୀମାନଙ୍କର ମଧ୍ୟ ଜଳସ୍ରୋତ ମଧ୍ୟ କମିଛି। କିନ୍ତୁ ଯେତେବେଳେ ହୀରାକୁଦ ଯେତେବେଳେ ବନ୍ୟା ଜଳଟା ଆସି ପହଞ୍ଚିବ, ତାପରେ ମୁଣ୍ଡଳିରେ ତା ଜଳସ୍ତର ବୃଦ୍ଧି ପାଇବ ଏବଂ ମୁଣ୍ଡଳି ତଳ ଯେତେବେଳେ ମହାନଦୀ ଯେଉଁ ସବୁ ରହିଲା, କାଠଯୋଡ଼ି ହେଉ, କୁଆଖାଇ ହେଉ, ଦୟା ନଦୀ ହେଉ ଏବଂ ଅନ୍ୟ ଶାଖା ନଦୀମାନଙ୍କରେ ସେତେବେଳେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବ ଏବଂ ସେଭଳି କୌଣସି ଆଶଙ୍କା ନାହିଁ। ଯେହେତୁ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇକି ଯେଉଁ ଲୋକଙ୍କ ମନରେ ଗୋଟେ ଭୟ ଥାଏ, ବର୍ଷା ସମୟରେ ଯେତେବେଳେ ମୁଣ୍ଡଳିରେ ପ୍ରଥମ କରି ବନ୍ୟା ଜଳ ଆସିଥାଏ, ଲୋକଙ୍କ ମନରେ ଗୋଟେ ଲୋକ ଛାନିଆ ହେଇଥାନ୍ତି। ଲୋକ ମନରେ ଗୋଟେ ଆଶଙ୍କା ଥାଏ ଯେ ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି, କିନ୍ତୁ ସେଭଳି କୌଣସି ବର୍ତ୍ତମାନ ସମସ୍ୟା ଦେଖାଯାଇନି। ବିପଦ ସଂକେତ ତଳେ ରହିଛି ଏବଂ ମୁଣ୍ଡଳିର ଯେଉଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିଛି, ସିଏ ମଧ୍ୟ ଲଗାତାର ଭାବେ ତାଙ୍କର ଯାଞ୍ଚ କରୁଛନ୍ତି ବା ସତର୍କ ରହିଛନ୍ତି ବନ୍ୟା ନିୟନ୍ତ୍ରଣ କରିବା ପାଇଁ। ଯେଉଁଭଳି ଭାବେ ଯେତେବେଳେ ମୁଣ୍ଡଳିରେ 6 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହୋଇଥାଏ, ସେତେବେଳେ ବାକି ତଳ ଅଞ୍ଚଳ ଗୁଡ଼ାକରେ ବନ୍ୟା ଆଶଙ୍କା ମଧ୍ୟ ଦେଖାଯାଏ। କିନ୍ତୁ ଏ ବର୍ଷ କ୍ଷେତ୍ରରେ ଯେହେତୁ ପ୍ରଥମ ଥର କରି ବନ୍ୟା ଜଳ ହୀରାକୁଦରୁ ଛଡ଼ାଯାଇଛି, ଆସୁଛି ବନ୍ୟା ଜଳ, କିନ୍ତୁ ସେତେ ମାତ୍ରାରେ ବନ୍ୟା ଜଳ ପହଞ୍ଚିନି। କିନ୍ତୁ 3ରୁ 4 ଲକ୍ଷ ଭିତରେ ଯାହା ମୁଣ୍ଡଳିରେ ପ୍ରବାହିତ ହେବ ବୋଲି ଯାହା ଅନୁମାନ କରାଯାଉଛି। କିନ୍ତୁ ତଳ ଅଞ୍ଚଳ ପ୍ରତି ସେଭଳି କୌଣସି ବିପଦ ସଂକେତ ନାହିଁ କିମ୍ବା ବନ୍ୟା ଆଶଙ୍କା ନାହିଁ, ଯାହା ସୂଚନା ରହିଛି। ତେବେ ମୁଣ୍ଡଳିରେ ବନ୍ୟା ଜଳ ଆସି ପହଞ୍ଚିବା ପରେ ତା ଜଳସ୍ତର କେତେ ରହୁଛି ଏବଂ ତଳ ଅଞ୍ଚଳ ପ୍ରତି କ'ଣ ସବୁ ବିପଦ ରହୁଛି କିମ୍ବା ନ ରହୁଛି, ତାହା ଏଠାରେ ବନ୍ୟା ଜଳ ପହଞ୍ଚିଲା ପରେ ତାହା ସ୍ପଷ୍ଟ ହେବ।